ସେ ଆସିବା ଦ୍ୱାରା ସଗଡ଼େ ଆସିଲେ ଲକ୍ଷ ଲୋକ ହେଇଥିଲେ। ଇଏ ଆସିଗଲା ପରେ 97 MLA ଆସିବେ ଓଡ଼ିଶାର। ଶରତ ପଟ୍ଟନାୟକ ହେବ ମୁଖ୍ୟମନ୍ତ୍ରୀ। 11 MP ଆସିବେ। ଭାରତର ପ୍ରଧାନମନ୍ତ୍ରୀ ହେବ ରାହୁଲ ଗାନ୍ଧୀ। କଂଗ୍ରେସ କମି ଓ ଆନନ୍ଦ ଦେଖୁଛ କେମିତି ଲୋକ ସମୁଦ୍ର କେତେ ଉତ୍ସାହିତ, କେତେ ଯୁବକ, କେତେ ବୟସ୍କ, କେତେ ମା ଭଉଣୀ, କେତେ ଆଦିବାସୀ ହରିଜନ ସମସ୍ତେ ଆମେ ଏକ ହେଇଛୁ ମଜବୁତ କରିବା ପାଇଁ। ନବୀନ ପଟ୍ଟନାୟକ ଆଗରେ କଂଗ୍ରେସ କି ନବୀନ କୁଆଡେ ଗଲାଣି? ନବୀନ କୋବିନି ମୋଦି ନାହିଁ କି ଆଉ ନବୀନ ନାହିଁ, ଅଲରେଡି ଗନ୍। ପରିବା ରେଟ୍ ଦେଖୁଛନ୍ତି, ପୋଟଳ 350, ଜହ୍ନି 100, ସାରୁ 100, ଆଳୁ 100, ରସୁଣ 500। ଲଜ୍ଜା ଲାଗୁନି? ଏ ସରକାର ଚାଲି ବଢିଲା, ତେଲ ବଢିଲା, ଡ୍ୟୁଟି କରିବେ, ଘରକୁ ଗଲା ବେଳକୁ ଖାଲି। ନବୀନ ସରକାର ଆପଣ ଅନେକ ସମୟରେ ପ୍ରଶଂସା ବି କରୁଛନ୍ତି। ଯେତେବେଳେ କାମ ସେ କରିବେ ଆମେ ପ୍ରଶଂସା କରିବୁ। ଏଇନା କାମ ଆମର ଅଙ୍ଗ ହେଲା ଲୋକ ପ୍ରତିନିଧିର କାମ କରେଇବା। ଯୋଉ ସରକାର କାମ ନ କରିପାରିବ ଆମେ ନିନ୍ଦା କରିବୁ। ସେ ଫେଲୁଅର। ପାଣ୍ଡିଆନ ଭୂମିକା କେମିତି ଦେଖୁଛନ୍ତି? ପାଣ୍ଡିଆନ ମଝିରେ ମଝିରେ କାମ କରୁଥିଲେ ଭଲ, ଏଇନା କୁଆଡେ ମିଳେଇ ଗଲେଣି। ଆଉ କାହିଁ ବରଫ ଭଳିଆ ଖାଲି ପାଣି ଦେଖୁଛୁ, ଆଉ କୋଉଠି କାହିଁ ପାଣ୍ଡିଆନ ନାଁ ଶୁଣୁନୁ। ଓଡ଼ିଶାବାସୀ ସଜାଗ ହେଇଯାଅ। ଯୋଉ ଦଳ କଂଗ୍ରେସ ଦଳ 140 ବର୍ଷ ଦଳ, ଯୋଉ ଦଳ ସ୍ୱାଧୀନତା ଆଣିଛି, ଭାରତର ବିକାଶ କରିଛି, ଓଡ଼ିଶାର ବିକାଶ କିଏ କରିଛି? ହୀରାକୁଦ ବନ୍ଧ ପଣ୍ଡିତ ଜବାହରଲାଲ ନେହେରୁ। କିଏ କରିଛି? ଜବାହରଲାଲ ନେହେରୁ। ପାରାଦୀପ ବନ୍ଦର କିଏ କରିଛି? ଜବାହରଲାଲ ନେହେରୁ। ତେଣୁ କଂଗ୍ରେସ କରିଛି। କଂଗ୍ରେସ ପଛରେ ସମସ୍ତେ ରହିବା ପାଇଁ ବିନମ୍ର ଭାବ ନିବେଦନ।